ନବବିବାହିତା ମହିଳା ମହାନଦୀ ସେତୁ ଉପରୁ ଡେଇଁ ଆତ୍ମହତ୍ୟା। ମହାନଦୀ ସେତୁ ଉପରୁ ଡେଇଁ ମହିଳା ଗୁରୁତର। ସୋନପୁର ମହାନଦୀ ସେତୁ ଉପରୁ ଆଜି ଜଣେ ମହିଳା ମହାନଦୀ ଗର୍ଭକୁ ଡେଇଁ ଜୀବନ ହାରିବା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ଏ ଘଟଣା ଘଟିଛି। ଦମ୍ପତି ଏକ ମୋଟରସାଇକେଲରେ ଆସି ବ୍ରିଜ ଉପରେ ଅଟକିଥିଲେ। ଉଭୟ କିଛି ସମୟ ଫଟୋ ବି ଉଠାଇଥିଲେ। ହଠାତ୍ ମହିଳା ଜଣକ ମହାନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ। ମହାନଦୀରେ ଗାଧୋଉଥିବା କିଛି ଯୁବକ ହଠାତ୍ ଘଟଣାସ୍ଥଳକୁ ଯାଇ ମହିଳା ଜଣକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ଖବର ପାଇ ଦମକଳ ବାହିନୀର କର୍ମକର୍ତା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଗୁରୁତର ମହିଳା ଜଣକ ବର୍ତ୍ତମାନ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ମହିଳା ଜଣକ ସୋନପୁର ଥାନା ଅନ୍ତର୍ଗତ କଇଁଫୁଲ ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ମହିଳା ଜଣକ ଏପରି ପଦକ୍ଷେପ ନେଉଥିଲେ ତାହା ଜଣାପଡ଼ିନାହିଁ। ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଛି ବୋଲି ସୂଚନା ମିଳିଛି। ସୁବର୍ଣ୍ଣପୁରରୁ ରାମହରି ସେଠୀଙ୍କ ରିପୋର୍ଟ, ବିଶ୍ୱବିଜୟ ନ୍ୟୁଜ ଓଡ଼ିଶା।